ଗୀତାର ବାର୍ତ୍ତା ମାନବଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ, ଯାହା ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ର ଅଟେ। ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଧର୍ମ ଓ କର୍ମର ବାର୍ତ୍ତା ବୁଝିବା ପାଇଁ ଅର୍ଜୁନଙ୍କୁ ଗୀତା ଜ୍ଞାନ ଦେଇଥିଲେ। ଏହି ପୁସ୍ତକରେ ଦିଆଯାଇଥିବା ନୀତି ଏବଂ ମାର୍ଗଦର୍ଶନ ସହିତ ଜଣେ ବ୍ୟକ୍ତି ନିଜ ଜୀବନରେ ସଠିକ୍ ନୈତିକତା, ଧାର୍ମିକତା ଏବଂ ସର୍ବୋଚ୍ଚ ମାନବିକ ମୂଲ୍ୟବୋଧ ଆଡ଼କୁ ଯାଇପାରିବ। ଏହି ପୁସ୍ତକରେ ଭଗବାନ ଶ୍ରୀକୃଷ୍ଣ ମାନବ ଜୀବନ, ଧର୍ମ, କାର୍ଯ୍ୟ, ଜ୍ଞାନ ଏବଂ ଭକ୍ତିର ଗୁରୁତ୍ୱପୂର୍ଣ୍ଣ ନୀତି ବର୍ଣ୍ଣନା କରିଛନ୍ତି। ଗୀତା କର୍ମଯୋଗ, ଭକ୍ତିଯୋଗ ଏବଂ ଜ୍ଞାନଯୋଗ ପରି ବିଭିନ୍ନ ଯୋଗକୁ ବର୍ଣ୍ଣନା କରନ୍ତି, ଯାହା ମାନବ ଜୀବନକୁ ଏକ ଉଚ୍ଚ ସ୍ତରକୁ ନେବାର ବାଟ ଦେଖାଏ। ଏଥିରେ ସାମଗ୍ରିକ ବ୍ୟକ୍ତିର ବିକାଶ ପାଇଁ ମାର୍ଗଦର୍ଶନ ରହିଛି, ଯାହାଦ୍ୱାରା ସେ ତାଙ୍କ ବିବେକକୁ ବୁଝିପାରିବେ ଏବଂ ସଠିକ୍ ନିଷ୍ପତ୍ତି ନେଇପାରିବେ। ଜୀବନରେ ଲୋକଙ୍କୁ ମାର୍ଗଦର୍ଶନ ପ୍ରଦାନ କରେ। ଆଜି ଏହି ପର୍ଯ୍ୟାୟରେ ଆମେ ଆପଣଙ୍କୁ ସେହି ଉପଦେଶ ବିଷୟରେ କହିବୁ, ଯେଉଁଠାରୁ ପ୍ରଭୁ ଶ୍ରୀକୃଷ୍ଣ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟଥା ତୁମର ବ୍ୟକ୍ତିଗତ ଟଙ୍କା, ଧନ, ସମ୍ମାନ, ପ୍ରତିଷ୍ଠା ଏବଂ ସୁଖ ସବୁ ନଷ୍ଟ ହୋଇଯିବ। ଆସନ୍ତୁ ଜାଣିବା ସେଗୁଡ଼ିକ କ'ଣ। ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ନିଃସ୍ୱାର୍ଥପର କାର୍ଯ୍ୟ ଏବଂ ଧର୍ମର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। ଭଗବାନ କହିଛନ୍ତି ଯେ ଆମର କଠିନ ପରିଶ୍ରମ ଦ୍ୱାରା ଅର୍ଜିତ ଟଙ୍କାରେ ଆମେ ନିଜକୁ ଏବଂ ଆମ ପରିବାରକୁ ଖାଇବାକୁ ଦେବା ଉଚିତ। ସେ କହିଛନ୍ତି ଯେ ଖାଦ୍ୟ ଏବଂ ଆଶ୍ରୟ କେବଳ କଠିନ ପରିଶ୍ରମ, ଚାକିରି, ବ୍ୟବସାୟ ଇତ୍ୟାଦିରୁ ନିଆଯିବା ଉଚିତ, ଯାହା ଜଣେ ବ୍ୟକ୍ତି ଟଙ୍କା ରୋଜଗାର କରିବା ପାଇଁ କରେ। ଅନ୍ୟମାନଙ୍କ ଅଧିକାରକୁ ଉଲ୍ଲଙ୍ଘନ କରି ଖାଦ୍ୟ ଗ୍ରହଣ କରିବା କେବଳ ନୈତିକତାକୁ ଉଲ୍ଲଙ୍ଘନ କରେ ନାହିଁ, ଏହା ସ୍ୱାସ୍ଥ୍ୟ ଏବଂ ଜୀବନର ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। ଗୀତାରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଧନ ପାଇବାରେ ନୈତିକତା, ସଚ୍ଚୋଟତା ଏବଂ ସତ୍ୟ ଅନୁସରଣ କରାଯିବା ଉଚିତ। ଏହା ଶାନ୍ତି, ସମୃଦ୍ଧତା ଏବଂ ତୃପ୍ତି ଆଣିଥାଏ। ଭଗବତ ଗୀତା ଅନୁଯାୟୀ ଧନ ହାସଲ କରିବାରେ ପ୍ରତାରଣା କିମ୍ବା ଜାଲିଆତି ଜୀବନକୁ କ୍ଷତି ପହଞ୍ଚାଏ। ଏହିପରି ଧନ ପିଲା, ସମାଜ ଏବଂ ନିଜକୁ କ୍ଷତି ପହଞ୍ଚାଏ। ଭଗବତ ଗୀତାରେ ସଚ୍ଚୋଟତା ଏବଂ ନୈତିକତାକୁ ଗୁରୁତ୍ୱ ଦିଆଯାଇଛି, ତେଣୁ ଏହା କରିବାଠାରୁ ଦୂରେଇ ରୁହନ୍ତୁ। ଅନ୍ୟ ନାରୀ ଉପରେ ଖରାପ ଆଖି ପକାଇବା ସାମାଜିକ ଏବଂ ନୈତିକ ଦୃଷ୍ଟିକୋଣରୁ ବହୁତ ଭୁଲ ଅଟେ। ଏହା କେବଳ ସେହି ବ୍ୟକ୍ତିଙ୍କୁ ବଳିଦାନ ଦେଇନଥାଏ, ବରଂ ଏହା ଆପଣଙ୍କ ପ୍ରାଣକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ସମ୍ମାନ, ସତ୍ୟ ଏବଂ ଆପୋଷ ବୁଝାମଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ସମସ୍ତେ ମା' ପରି ଅନ୍ୟ ଜଣେ ମହିଳାକୁ ସମ୍ମାନ ଦେବା ଉଚିତ।